ଯେଉଁ ଭାବ ବିରୁଦ୍ଧ ଭାବ ଦ୍ୱାରା ଆହତ ବା ଅଭିଭୂତ ହୁଏ ନା, ତାହା ହିଁ ବିଶ୍ୱାସ। ବିଶ୍ୱାସ ନଥିଲେ ଦର୍ଶନ ହେବ କିପରି? କର୍ମ ବିଶ୍ୱାସକୁ ଅନୁସରଣ କରେ। ଯେପରି ବିଶ୍ୱାସ, କର୍ମ ମଧ୍ୟ ସେହିପରି ହୁଏ। ଗଭୀର ବିଶ୍ୱାସରେ ସବୁ କିଛି ହୋଇପାରେ। ବିଶ୍ୱାସ କର, ସାବଧାନ, ଅହଙ୍କାର, ଅଧୈର୍ଯ୍ୟ ଓ ବିରକ୍ତି ନ ଆସେ। ଯାହା ଚାହଁ ତାହା ହିଁ ହେବ। ବିଶ୍ୱାସ ହିଁ ବିସ୍ତାର ଓ ଚୈତନ୍ୟ ଆଣିଦେଇପାରେ। ଆଉ ଅବିଶ୍ୱାସ ଜଡ଼ତ୍ୱ, ଅବସାଦ, ସଂକୀର୍ଣ୍ଣତା ଆଣିଥାଏ। ବିଶ୍ୱାସ ଯୁକ୍ତିତର୍କର ବାହାରେ। ଯଦି ବିଶ୍ୱାସ କର, ଯେତେ ଯୁକ୍ତିତର୍କ ତୁମର ସମର୍ଥନ କରିବ ହିଁ କରିବ। ତୁମେ ଯେପରି ଭାବରେ ବିଶ୍ୱାସ କରିବ, ଯୁକ୍ତିତର୍କ ତୁମକୁ ସେହିପରି ସମର୍ଥନ କରିବ।